ଆସିছে ଆମ ଏଇ ପୂର୍ବତଟ ପାରାଦୀପର ଉପକଣ୍ଠ ଉଦୟବଟ। ଏହି ଉଦୟବଟ ଧାମର ବିଶେଷତ୍ୱ ଅଛି ଆଜ୍ଞା। ମାଳିକା ବର୍ଣ୍ଣିତ ପୀଠ ଏ ପୀଠର ଅନେକ କିଛି ଗୂଢ଼ ରହସ୍ୟ ସବୁ ଲୁଚି ରହିଛି। ଆଜି କିଛି ବାବାମାନଙ୍କ ସହ ଏ ବିଷୟରେ ଆଲୋଚନା ରଖିବା, ଜାଣିବା କିଛି ଆସନ୍ତୁ। ଭଗବାନ ଦାସ ଯେ କଳ୍କି ଅବତାର ସୃଷ୍ଟି କଲେ ସେ ଦିବ୍ୟ ପୁରୁଷ ହେଇଥିବେ ନିଶ୍ଚିନ୍ତ ଆଜ୍ଞା, କାହିଁକି ନା ତାଙ୍କ ଦିବ୍ୟ ଶକ୍ତି ଦ୍ୱାରା ସେ ଜାଣିପାରିଥିଲେ ଯେ ଏହି ଧାମରେ କଳ୍କିର ଅବତାର ହେବ। କଳ୍କିର ଅବତାର ହେବ। ମହାପୁରୁଷ ରାଜଗୁରୁ ଚନ୍ଦ୍ର ଉଦ୍ଦେଶ୍ୟ ଲେଖି ଯାଇଛନ୍ତି, ତାକୁ ପରିପ୍ରକାଶ କରୁଛନ୍ତି ବର୍ତ୍ତମାନ ଭଗବାନ ଦାସ। ଗୁପ୍ତ ଥିବା କଥାଟାକୁ ବର୍ତ୍ତମାନ ସେ ପରିପ୍ରକାଶ କରୁଛନ୍ତି ଭଗବାନ ଦାସ ଆମର ଏଇ ଉଦୟବଟ କଳ୍କି ତତ୍ତ୍ୱ ଆଶ୍ରମ ବା ଜଗନ୍ନାଥ ତତ୍ତ୍ୱ ଆଶ୍ରମ ମାଧ୍ୟମରେ। ଜଗନ୍ନାଥ ତତ୍ତ୍ୱ ଆଶ୍ରମ ମାଧ୍ୟମରେ ଜଗନ୍ନାଥ ତତ୍ତ୍ୱ ଆଶ୍ରମ ପ୍ରତିଷ୍ଠାତା ହୁଅନ୍ତି ଭଗବାନ ଦାସ। ଆଜ୍ଞା, ମହାପୁରୁଷ ରାଜଗୁରୁ ଉଦ୍ଦେଶ୍ୟ କନ୍ଦ ଯାହାକୁ ଲେଖି ଯାଇଛନ୍ତି ତାକୁ ପ୍ରକାଶ କରିବା ପାଇଁ ମାଆଙ୍କ ପାଖରେ ଅଧ୍ୟାୟ ପଡ଼ିଥିଲେ। ମାଆଙ୍କ ନିର୍ଦ୍ଦେଶ ଅନୁସାରେ ଏଠି କଳ୍କି 1986ରେ ଆସିକି ପ୍ରତିଷ୍ଠା କଲେ। କଳ୍କି ଅବତାର ଦାରୁ ନାଗା ଆଶ୍ରମ ଆସିକି ଗୁପ୍ତରେ ପୂଜା ହେଉଛନ୍ତି। ସେ ଦାରୁରେ ପ୍ରଭୁଙ୍କର କଳ୍କି ଅବତାର ହେଲେ, ମାନେ ସେ ଦାରୁ ଆମର କଳ୍କି ଅବତାର ନେବେ। ସେଥିପାଇଁ ଆମେ ଗୁପ୍ତ କ୍ଷେତ୍ର ମଧ୍ୟ ଆମେ କହିଥାଉ। କିନ୍ତୁ ଲୋକ କଥାରେ କିଛି ଅଛି ଆଜ୍ଞା, କଳ୍କି ଯେଉଁ ଅବତାର ନେଇ ଆସିବେ, କଳା ଘୋଡ଼ାରେ ଚଢ଼ିକିରି ଆସିବେ, ତାଙ୍କର ଯଦି ଜଗନ୍ନାଥଙ୍କର ରୂପଟି ଆମେ ସେଇ ଦାରୁରେ ତିଆରି କରିବା ତାହେଲେ ସେ ଘୋଡ଼ାରେ କେମିତି ଆସିବେ? କ'ଣ ହେବ କିଏ କହିବ? ଏବେ ସେ କଥା କହିହେବନି। କ'ଣ ତା ରୂପ ନେବ ସେ ସେତେବେଳେ ପ୍ରଭୁ ହିଁ କହିବେ କ'ଣ ସେ ରୂପ ନେବ। ଆଚ୍ଛା, କିନ୍ତୁ ଆମେ କିଛି ଜାଣି ଆସିଥିଲୁ ଆଜ୍ଞା, ଏଇଠାରେ ପ୍ରଭୁ ରୂପ ନେବେ। ପ୍ରଭୁଙ୍କର ଦ୍ୱାରା ଯେଉଁ ବ୍ରହ୍ମନାମଟିଏ ଆମର ଏଠାରୁ ଜପ କରାଯାଉଛି ବା ପ୍ରଚାର ପ୍ରସାର କରାଯାଉଛି, ତା ଦ୍ୱାରା ମଧ୍ୟ ସତ୍ୟ ଯୁଗକୁ ଆସିବେ ବୋଲି ଲୋକମାନେ ମଧ୍ୟ କିଛି କହି ରଖନ୍ତି ଏବଂ ଆମର ମଧ୍ୟ ଏଠାରେ ବ୍ରହ୍ମ ନାମ ତ ମେନ୍ ହେଉଛି ଶେଷ କଥା। ଯଦି ତା ଦ୍ୱାରା ଆମେ ସତ୍ୟ ଯୁଗକୁ ଆସିପାରିବା ତାହେଲେ କଳ୍କି ଖଣ୍ଡା ଧରି ଆଉ କାହିଁକି ଆମ ପାଖକୁ ନା ଆସିବେନି? ନା, କଳ୍କି ଅବତାର ସତ୍ୟ ଧର୍ମର ପ୍ରକାଶ ପାଇଁ ଘୋଡ଼ାରେ ଚଢ଼ିକିରି 12 ହାତ ଖଣ୍ଡା ବାହାରିବନି। 12 ହାତ ଖଣ୍ଡା ହେଉଛି ଆମେ ନିଜେ ହିଁ ଖଣ୍ଡା। ଆମ ପରିବର୍ତ୍ତନ ହେବା ଦରକାର। ବଚନ, କଥାବାର୍ତ୍ତା, ବ୍ୟବହାର ସବୁ ପରିବର୍ତ୍ତନ ହେବା ଦରକାର। କେହି କାହାକୁ ଉଦ୍ଧାର କରିବେନି। ତଥାପି ମଣିଷ ଜାଣିକିରି ମଧ୍ୟ ଅଶାନ୍ତିରେ କେମିତି ଚଳୁଛନ୍ତି ଦେଖିଲେ ଆଜ୍ଞା, କାହା ମନରେ ଶାନ୍ତି ଅଛି? ଆସିବନି। ଘୋର କଳି ମହାଘର ତମା ଅଛ ଯିବ। ପ୍ରଭୁ କହିଛନ୍ତି ଘୋର କଳି ମହାଘର ତମା ଅଛ। ଘର ହିଁ ଆପଣ ରହି କାଟୁଥିବେ ନା କହନ୍ତି ଦିନ ତୁ ରାମଚନ୍ଦ୍ର ତୁମ ଗୃହସ୍ଥା ଭିତରେ ପ୍ରଭୁ ଅଛନ୍ତି। ବାହାରେ ବୁଲିକି ଯେଉଁମାନେ ସବୁ ସାଧୁସନ୍ତମାନେ ବୁଲୁଛନ୍ତି ସେଥିରେ ପ୍ରଭୁ ନାହାନ୍ତି। ଗୃହକର୍ମ କରିପାରୁଥିବ, ଗୀତ କର୍ମ କରି ସେ କର୍ମକୁ ପ୍ରାପ୍ତ କେହି ନୁହେଁ। ସରି ବର୍ତ୍ତମାନ ଗୃହସ୍ଥା ଅଳିଆ, ଧର୍ମ ଅନୁଷ୍ଠାନ ଅଳିଆ, ଗାଁ ଅଳିଆ, ରାଜନୀତି ଅଳିଆ, ସବୁବେଳେ ତାର ପରିବର୍ତ୍ତନ ହେବ। କ'ଣ ଖାଲି ନିଜକୁ ପରିବର୍ତ୍ତନ ହେବାର ଅଛି। ତ ସେ ନିଜକୁ ଆମେ କିପରି ପରିବର୍ତ୍ତନ କରିବା? ତ ଅପଦୀପ ଭବ ପରି ଆମକୁ ଆଜ୍ଞା ନିଜେ ଉଦୀୟମାନ ହେଇକି ଆଗକୁ ବଢିବାକୁ ପଡିବ ନା ଆଜ୍ଞା। ତେଣୁ ଆମେ ମାନେ ତ ରାତି ପାଇଲେ ଅନ୍ୟର କଥା ଦ୍ୱାରା ପରିଚାଳିତ ହେଉଛୁ। ପରିବର୍ତ୍ତନ ତେଣୁ ନିଜକୁ ଚାହିଁ, ନିଜ ବିବେକକୁ ଚାହିଁ ପରିବର୍ତ୍ତନ ହେବା। ପ୍ରକୃତ ସତ୍ୟ କ'ଣ? ଆମେ ବା ମଣିଷ ଆଜ୍ଞା, ପ୍ରାଣୀ ମାନଙ୍କ ଭିତରେ ଶ୍ରେଷ୍ଠ ପୁଣି ମାନବ ମନ୍ଦ ବିଚାର କରିପାରିବା କ୍ଷମତା ଆମର ନାହିଁ। ପ୍ରଭୁ ସେଠି ନାହିଁ କରିଛି ମାନବ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଯିଏ ସୃଷ୍ଟିକର୍ତ୍ତା ସେ ଦେଖିଲେ ଯେ ମାନବ ରୂପ ଆସିବେ। ମାନବ ବର୍ତ୍ତମାନ ଦାନବ ରୂପ ଧାରଣ କରିଛନ୍ତି। ଆଚ୍ଛା, ବର୍ତ୍ତମାନ ଦାନବ କାହାକୁ ଆମେ କହିବା? ବର୍ତ୍ତମାନ କଥାବାର୍ତ୍ତା ଯେଉଁମାନେ କୁକର୍ମରେ ଲିପ୍ତ ରହୁଛନ୍ତି, ସଦା ସର୍ବଦା ଅନ୍ୟକୁ ଅସୁବିଧାରେ ପକେଇବାକୁ ଚେଷ୍ଟା କରୁଛନ୍ତି, ମେଲ୍ଛ ସଂହାର ହେବେ ବୋଲି ଯେଉଁ ବାର୍ତ୍ତା ମଧ୍ୟ କଳିଯୁଗ ସହିତ ଜଡ଼ିତ ଅଛି, ସେଇ ସବୁ ଲକ୍ଷଣ ସେମାନଙ୍କ ପାଖରେ ଥିବା ଦରକାର। ସେମାନେ ଚାହିଁଲେ ପ୍ରଭୁ ଲେଖିଛନ୍ତି ଯାହା ହବ ଲୀଳା ଉଦୟବଟ ପାରୁଷ ଲୀଳା ଉଦୟ ହେବ। ଅନାହତ ଧ୍ୱନି ଶବଦ 3 ପୁର କମ୍ପିବ। ଚାରିଦିଗ ଭକ୍ତଙ୍କର ଏଠି ହୋଇବ ମେଳ, ତେବେ ଯାଇ ମିଳିବ କଳିର କନ୍ଦଳ। ଚାରିଦିଗ ଭକ୍ତଙ୍କର ଏଠି ନିଶ୍ଚିନ୍ତ ମେଳ ହେବ। ସେ ସମୟ ଆଗକୁ ଆସୁଛି। ମାନେ ଚାରି ଦିଗରୁ ଲୋକ ଭକ୍ତମାନେ ଏଠାକୁ ଆସିବେ। ଯାହା ଆମେ ଦେଖି ଆସୁଛୁ ଆଜ୍ଞା, ଏ ଉଦୟବଟର ଲୀଳା ତ ବହୁ ପରିମାଣରେ ପ୍ରକାଶ ପାଉଛି। ଆଉ କିଛି ବର୍ଷ ହେବ ଆମେ 3 ବର୍ଷ 4 ବର୍ଷ ତଳୁ ଦେଖି ଆସୁଛେ। ଆମର ଏଇଠାରେ ଜଗନ୍ନାଥଙ୍କର ମନ୍ଦିର ହେଲା ପରେ ଆହୁରି ଏ ଉଦୟବଟର ଧାମ ପ୍ରଚାର ପ୍ରସାର ହୋଇଯାଇଛି ଆଜ୍ଞା। ତେଣୁକରି ଚାରିଆଡୁ ତ ଚାରି ଦିଗରୁ ଲୋକମାନେ ରୁଣ୍ଡ ହେଲେଣି। କିନ୍ତୁ କେବେ ସେ କଳ୍କି ଆସିବେ ତାହା ପ୍ରଭୁ ହିଁ ଜାଣିଥିବେ। ତ ଆମେ ସାଧାରଣରେ କହିପାରିବା ନାହିଁ। କିନ୍ତୁ ତାଙ୍କ ବ୍ରହ୍ମନାମ ଜପିକିରି ଆମେ ଅପେକ୍ଷା କରି ରହୁଛୁ ନାଇଁ କି? କଳି ଯୁଗରେ ବ୍ରହ୍ମନାମ ଗୁରୁ ଶ୍ରୀ ଜଗନ୍ନାଥ ବ୍ରହ୍ମନାମ ତତ୍ତ୍ୱ ନାମ ୟାକୁ ମହାପୁରୁଷ ଲେଖି ଯାଇଛନ୍ତି। ମହାପୁରୁଷ ଗୁପ୍ତ ରଖିଥିଲେ, ତାକୁ ପରିଷ୍କାର କଲେ ଭଗବାନ ଦାସ ସରଳରେ। ଗୁରୁ ଶ୍ରୀ ଜଗନ୍ନାଥ ବ୍ରହ୍ମନାମ ତତ୍ତ୍ୱ ନାମ। ବ୍ରହ୍ମ ହେଉଛି ଜଗନ୍ନାଥ। ଏହି ନାମ ଦ୍ୱାରା ଆମେ ଏହି କଳିରୁ ପାର ହୋଇପାରିବା ନାଇଁ କି? ନିଶ୍ଚିନ୍ତ। ବହୁତ ବହୁତ ଧନ୍ୟବାଦ। ଏହି ସମୟକୁ ଅପେକ୍ଷା କରିବା ବିନା ଆଉ ବା ଆମେ କ'ଣ କରିପାରିବା ଆଜ୍ଞା? କାହିଁକି ନା ପ୍ରଭୁ ଯେତେବେଳେ ଅସ୍ଥିର ହୋଇଯାଏ ଏ ଧରାପୃଷ୍ଠ ରକ୍ଷା କରିବାକୁ ତ ଅବତାର ନେଇକି ଆସୁଛନ୍ତି। ତେଣୁ ଯେଉଁ ସମୟରେ ପ୍ରାଣୀମାନେ ବିକଳ ରୋଦନ କରୁଥିଲେ, ଯେଉଁ ସମୟରେ
आमे चिंता करूथुलु प्राणी माननकु रक्षा करिवा पई नवम अवतार रे बौद्ध रूप धारण करिगिरी प्रभु आसीथिले बोली जो वार्ता आम ए हिंदू संस्कृति रे रही आसुची हमर प्रत्येक मंदिर आमे गले आज्ञा जगन्नाथ मंदिर मानकरे आज्ञा खोदित अछंती प्रभु नवम अवतार गौतम बुद्ध नै कि आज्ञा जे सत्य अहिंसार वार्ता दे आसुचंती किंतु ता मध्य रे शांति रे जीवन यापन करिवा पई हेले जहा सब आवश्यक आमे सब किछि जानिचे तो व्यापक रूप रे आमे अधिक इच्छा करि बसुचे ता ही तो दुखर कारण से दुख को दूर करबा पाई हेले आमको प्रथमे निजको बुझिबाको पड़िबो आमे किए ए धराधाम को कहीं आसीचे प्रकृत रे जुग जन्मा पुरुष माने कहीं ये सब कही जाइछंती ये सब को न बुझिले आज्ञा आमे मनुष्य जन्म कहीं नहींचे तो बुझिबा पाई ना नहीं तो आमे अनेक जन्म नहीं परिबा नहीं कि आज्ञा आमे आ गोटे कथा आज्ञा आमटी जानिबा मनुष्य मले कोन से मनुष्य जन्म नहीं कि मनुष्य प्रकृति मनुष्य रूप नहीं मनुष्य मनुष्य कर्म करता मनुष्य जन्म न कर्म अनुसार फल अच्छा जमराज नेला परे सी तांकर दंड विधान कला परे ता परर व्यवस्था सब अछि ये तो सब संपूर्ण भाव हम हिंदू संस्कृति रे जोड़ी रही है तथापि आमे चेष्टा करिबा ये धाम रे हमकु जिति दिन आमे बंची रहीचे सेति दिन भितरे किछि भलो कर्म करि जिबा आज्ञा संसार रे हमर मृत्यु परे आमको समस्ते महापुरुष मानक परि आमको मध्य समस्ते मन रखंतु हमर भल कर्म भल गुण को समस्ते मन रखंतु आज्ञा यह ही आज भिडियो किछि वार्ता कलिजुग रे आपण मानक पाई बहुत बहुत धन्यवाद।